ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ମୁଁ ତିଆରି କରିଛି ଓଡ଼ିଆ ରେସିପି ଛତୁର ବେସର। ବହୁତ ଭଲ ଲାଗେ ଖାଇବାକୁ। ପ୍ରଥମେ ପାଳ ଛତୁକୁ ଧୋଇକି ଗୋଟେ ଜାଗାରେ ନେଇଯିବେ। ଛୋଟ ଛୋଟ ଖଣ୍ଡ ଆଳୁ, ପିଆଜ, ଗୋଟା ଚୋପା ଛଡ଼ା ରସୁଣ, କଞ୍ଚା ଲଙ୍କା, ଟମାଟୋ କଟା, ଧନିଆ ପତ୍ର, କିଛି ଆମ୍ବୁଲ ଦେବେ, ଭଲ ଲାଗେ ଖାଇବାକୁ। ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ହିସାବରେ ଲୁଣ, ସୋରିଷ ମସଲା ଦେଇଥିବେ। ସେଥିରେ କଳା ସୋରିଷ, ଧଳା ସୋରିଷ, ଲଙ୍କା, ପିଆଜ, ରସୁଣ ବାଟିକି ଦେଇଦେବେ। କିଛି ସୋରିଷ ତେଲ ଦେଇକି ମ୍ୟାରିନେଟ୍ କରିକି ଘୋଡ଼ଣି ଦେଇକି ତାକୁ 10 ମିନିଟ୍ ପାଇଁ ଘୋଡ଼େଇକି ରଖିଦେବେ। ମସଲା ସବୁ ତା ଭିତରେ ପଶିଯିବ। ତାପରେ ଗୋଟେ କଡ଼େଇରେ ସୋରିଷ ତେଲ ନେଇଯିବେ। ସୋରିଷ ତେଲରେ ହିଁ ଭଲ ବାସ୍ନା ହୁଏ। କିଛି ପଞ୍ଚ ଫୁଟଣ, ଭୃସଙ୍ଗା ପତ୍ର ନେଇଯିବେ। ଟିକେ ସେଇଟା ଫୁଟି ଉଠିଲେ ସେ ଯେଉଁ ମ୍ୟାରିନେଟ୍ କରିକି ଛତୁ ସବୁ ରଖିଥିବେ ନା, ତାକୁ ସବୁ ଦେଇଦେବେ। ପାଣି ଜମା ଦେବେନି, କାରଣ ଛତୁରୁ ବହୁତ ପାଣି ବାହାରେ। ସେ ଯେଉଁ ମସଲା ସବୁ ଗୋଳା ହେଇଥିବ ନା, ସବୁ ଛତୁରେ ଯେଉଁ ମ୍ୟାରିନେଟ୍ ହେଇକି ରଖିଥିବେ, ତାକୁ ଭଲ ଭାବରେ ଗୋଳେଇ ଦେବେ। ଯେମିତି ସେ ସବୁ ଭଲ ଭାବରେ ମିଶିଯିବ, ତାପରେ ତାକୁ ଘୋଡ଼େଇ ଦେବେ। ଗୋଟେ ଘୋଡ଼ଣି ଦେଇକିରି ତାକୁ ଲୋ ଫ୍ଲେମ୍ରେ 20 ମିନିଟ୍ କୁକ୍ କରିଦେବେ। ତାର ବାମ୍ଫ ନ ବାହାରିବା ପାଇଁ ମୁଁ ଗୋଟେ ସେଇ ଜାଗାରେ ଲବଙ୍ଗ ଦେଇ ଦେଇଥିଲି, ତାର ଯେଉଁ ଗୋଟେ ହୋଲ୍ ଥିଲା। 20 ମିନିଟ୍ ପରେ ଦେଖିବେ ସେଇଟା ହେଇଯାଇଥିବ। ଏଇ ଛତୁ ବେସର ବହୁତ ଭଲ ଲାଗେ ଖାଇବାକୁ। ପଖାଳରେ ଖାଆନ୍ତୁ, ଗରମ ଭାତରେ ଖାଆନ୍ତୁ, ବହୁତ ଭଲ ଲାଗେ। ଥରେ ମୋ ପରି କରିକି ଦେଖିବେ, ଖାଇବେ, ବହୁତ ଭଲ ଲାଗିବ। ଯଦି ମୋ ରୋଷେଇ ଆପଣମାନଙ୍କୁ ଭଲ ଲାଗୁଥିବ, ୟୁଟ୍ୟୁବରେ ସବସ୍କ୍ରାଇବ୍, ଫେସବୁକ୍ ପେଜ୍ ପ୍ରୋଫାଇଲ୍ରେ ଫଲୋ, ଇନଷ୍ଟାଗ୍ରାମରେ ଫଲୋ କରିବେ।